ଆଉ ସବୁ ଏତିକି କେକ୍ ରହିଛି। ରାଜ ଭାଇ ଦୋକାନରେ ପାତି ମାଙ୍କଡ ପଶିଗଲା। ଜୟ ଜଗନ୍ନାଥ। ଆଉ ଗୋଟେ ବ୍ଲଗ କୁ ସ୍ୱାଗତ ଜଣାଉଛି। ମୁଁ ଗୋଟେ ଛୋଟିଆ କଣ୍ଟେଣ୍ଟ କ୍ରିଏଟର। ଆଜିର ବ୍ଲଗ କଣ ହେବ ମୁଁ ତ ଜାଣିନି। ଭାଇ ବସିଥିଲେ, ମୁଁ ଯେତେବେଳେ ବସିଲି ଭାଇ ଗଲେନି ପଛ ଦୋକାନକୁ। ସେଠି ସେ କେକ୍ ଦୋକାନଟା ଖୋଲିବେ। ଆମର ବଚାବାଟି ଆସିକି ପହଞ୍ଚି ଗଲେ। ତାଙ୍କର ଏଇଖିନା ପରୀକ୍ଷା ଚାଲିଛି। ଏବେ ପରୀକ୍ଷା ଦେଇକି ଆସିଲେ ମୋ କତିକି ଆସିଥିଲେ ବୁଲିବାକୁ। ଏ ସବୁ ଯାଇ ସାରିଲା ପରେ କଷ୍ଟରେ ଆସିଲେ ବିମଲ ଦେଲି। ସେଇଠୁ ଧୀରେ ଧୀରେ କରି କଷ୍ଟରେ ଆସି ଚାଲିଲେ। ଆଉ ଗୋଟେ କଥା ଜାଣିଛ, ମୁଁ ଯୋଉ ଭିଡିଓ କରୁଛି ମତେ ଇଚ୍ଛା ବି ନାହିଁ ଭିଡିଓ କରିବାକୁ। ଖାଲି ବାଧ୍ୟରେ କରୁଛି। ଯେତେବେଳେ 3 ବର୍ଷ ହେଲା କାମ କରିକି ଆସୁଛି, ତା ଭିତରେ ଗୋଟେ ଲୋକ ଦେଖା ହଉଛନ୍ତି, ତାଙ୍କର କାମ ଧନ୍ଦା କିଛି ନାହିଁ। ମତେ ଯେତେବେଳେ ଦେଖିବେ ସେଇ ଟାଇମରେ କହିବେ କଣ କରୁଛୁ ବେ, ସେଟା କଲି ଏଟା କଲି, କାମ ଧନ୍ଦା ନାହିଁ ବୋଧେ। ପୁଣି ଆସିକି ବାପା କଥା କହିବେ। ସେଇ ଜାଗାରେ ମୁଁ କିଛି କୁହେନି, କାହିଁକି ନା ତା ଫ୍ୟାମିଲି କିଏ କଣ କରୁଛି ମତେ ସବୁ ଜଣା ଅଛି, ସିଏ ବି ଜାଣିନଥିବ। ସେଥିପାଇଁ ମୁଁ ସବୁବେଳେ ଚୁପ୍ ରହୁଛି। ଜାଣିଛ ମୋ ନାଁରେ ବହୁତ ଖରାପ କହୁଥିବେ, କିଏ ଭଲ ବି କହୁଥିବ। କିଏ କଣ କହିଲା ମତେ କିଛି ଫରକ ପଡିବନି। ଖାଲି ମୋ ଟାଇମ ଆସୁ। ଏବେ ଯେତିକି କହିଛନ୍ତି ସେତେବେଳେ ଯଦି ଦେଖା ହେଲେ ବଡ ବୋଲି ମୁଁ ମାନିବିନି। ଦୋକାନ ବନ୍ଦ କରି ପଳେଇ ଆସିଲି ଘରକୁ। ଗାଧେଇକି ଖାଇକି ବେଳତା ଆସି କେକ୍ ଦୋକାନ ଖୋଲିଦେଲି। ଫ୍ରିଜରେ କେକ୍ ସବୁ 3ଟା ଅଛି, 2 ପାଉଣ୍ଡ 1 ପାଉଣ୍ଡ। ରାତିରେ ଆସିଥିଲେ ରାଜ ଭାଇ ଦୋକାନକୁ ବୁଲିତେ। ଭାଇ ଦୋକାନ ଭିତରେ ଜଣେ ପାତି ମାଙ୍କଡ ବସିଛି। ଏ ଛୁଆଟା କିଏ କମେଣ୍ଟରେ ଜଣେଇବେ। ଫେସ୍ ରିଭିଲ୍ କରିବିନି। ଆଜିର ବ୍ଲଗ ଏଇ ରଖୁଛି। ଆଉ ଦେଖିବା ନେକ୍ସଟ ବ୍ଲଗ।